ଆରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହେଇଗଲା। ମୋ ପାଖରେ ତ ଛତା ନାହିଁ। ଏବେ ମୁଁ ସ୍କୁଲ କେମିତି ଯିବି? ମା ମା ଆରେ କଣ ହେଲା ଏମିତି ଡାକୁଛୁ? ତୁ ଏ ଯାଏ ସ୍କୁଲ କାହିଁକି ଯାଇନୁ? ମା ବାହାରେ ବହୁତ ଜୋରେ ବର୍ଷା ହେଉଛି। ମୋ ପାଖରେ ତ ଛତା ନାହିଁ। ମୁଁ ସ୍କୁଲକୁ କେମିତି ଯିବି କହିଲ? ଏହେ କାଲି ବଜାରରୁ ତୋ ପାଇଁ ଛତା ଆଣିବା କଥା ମୁଁ ପୁରାପୁରି ଭୁଲି ଯାଇଛି। ତୁ କିଛି ସମୟ ଅପେକ୍ଷା କର, ମୁଁ ଏବେ ବଜାରରୁ ଛତା ଆଣିଦେଉଛି। ଏମିତି କହି ମା ଚଢ଼େଇ ତୁରନ୍ତ ବଜାରକୁ ଗଲା ଆଉ ଏକ ଛତା କିଣି ଘରକୁ ଫେରିଲା। ଏଇ ନେ ମା ତୋ ନୂଆ ଛତା। ମା ଛତାଟି ଅନେକ ସୁନ୍ଦର ହେଇଛି। ଏବେ ମୁଁ ପ୍ରତିଦିନ ସ୍କୁଲ ଯାଇପାରିବି। ତାପରେ ଚଢ଼େଇ ଛୁଆ ଛତା ନେଇ ସ୍କୁଲକୁ ଯାଉଥିଲା। ରାସ୍ତାରେ କାଉ ଛୁଆ ସହ ତାର ଦେଖା ହେଲା। କୁନି ତୁ ସ୍କୁଲ ଯାଉଛୁ? ତୋ ଛତାଟି ବହୁତ ସୁନ୍ଦର ହେଇଛି। ତୁ ମତେ ସେ ଛତା ଦେ ଆଉ ତୁ ମୋ ଛତା ନେ। ମୁଁ କଣ ପାଇଁ ତତେ ମୋ ଛତା ଦେବି? ଏ ଛତା ମା ମୋ ପାଇଁ କିଣିଛନ୍ତି। ତୁ ନିଜ ଛତା ନେଇ ସ୍କୁଲକୁ ଯା। ମୋର ଯୋଉ ଜିନିଷ ପସନ୍ଦ ହୁଏ ମୁଁ ସେ ଜିନିଷ ନେଇକି ରୁହେ। ତୁ ମତେ ଭଲରେ ତ ଛତା ଦେ, ନହେଲେ ମୁଁ ତ ଛତା ଛଡ଼େଇ ନେବି, ବୁଝିଲୁ? ନା 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 ମୁଁ ତତେ ମୋ ଛତା ଦେବିନି। ମୋ ରାସ୍ତା ଛାଡ଼େ, ମୁଁ ସ୍କୁଲକୁ ଯିବି। ତୁ ଗୋଟେ ଦୁଷ୍ଟ ଛୁଆ, ମୁଁ ତୋ ସହ ଆଉ କେବେ କଥା ହେବିନି। କଣ ହେଲା? ତୁ ମତେ ଦୁଷ୍ଟ ଛୁଆ କହିଲୁ? ଦୁଷ୍ଟ ଛୁଆ ମାନେ କଣ କରନ୍ତି ତୁ ଏବେ ଖାଲି ଦେଖେ। ଏମିତି କହି କାଉ ଛୁଆ କିଛି କାଦୁଅ ଆଣି ଚଢ଼େଇ ଛୁଆର ଛତାରେ ଆଉ ତା ଦେହରେ ଲଗେଇଦେଲା। ତାପରେ କାଉ ଛୁଆ ହସି ହସି ସେଠାରୁ ଚାଲିଗଲା। କୁନି କାନ୍ଦି କାନ୍ଦି ଘରକୁ ଗଲା। ଆରେ ମା ତୋର ଏମିତି ଅବସ୍ଥା କିଏ କଲା ମତେ କହ? କଣ ହେଲା? ସେ ଦୁଷ୍ଟ କାଉ ଛୁଆ ତୋ ସହ ଏମିତି କରିଛି? ଚାଲ ମା ଏବେ ହିଁ ତା ଘରକୁ ଯିବା। ମୁଁ ଆଜି ତାର ବାପା ମାଙ୍କୁ ସବୁ କଥା କହିକି ରହିବି। ସେଇ ବର୍ଷାରେ ଭିଜି ଭିଜି ମା ଚଢ଼େଇ ତା ଝିଅକୁ ଧରି କାଉ ଘରକୁ ଗଲା। ଦେଖ କାଉ ଭଉଣୀ, ତମ ଝିଅ ମୋ ଝିଅର କଣ ଅବସ୍ଥା କରିଛି। ତମ ଝିଅକୁ ଏ ବିଷୟରେ ପଚାର। ମୋ ଝିଅ ତାର କିଛି ବି କ୍ଷତି କରିନି। ଏଇ ଚୁପ୍ କର, ବେଶୀ ଆଉ ନିଜ ଝିଅର ପ୍ରଶଂସା କରନି। ତୋ ଝିଅ ଆଗ ମୋ ଝିଅ ଦେହରେ କାଦୁଅ ଲଗେଇଲା ବୋଲି ହିଁ ସେ କୁନି ସହ ଏମିତି କଲା। ମୋ ଝିଅ ମତେ ସବୁ ସତ କଥା କହିଛି। ନାଇଁ ମା ମୁଁ ତୁମକୁ ମିଛ କହିନି, ମତେ ବିଶ୍ୱାସ କର। ମୁଁ ଜାଣେ ରେ ମା, ତୋ ଉପରେ ମୋର ପୁରା ବିଶ୍ୱାସ ଅଛି। ଶୁଣ କାଉ ଭଉଣୀ, ତମ ଝିଅ ଯେତେ ଦୁଷ୍ଟ ହେଉନା କାହିଁକି ସେ ଆଗକୁ ଆଉ କେବେ ମୋ ଝିଅକୁ ହଇରାଣ କରିବନି, ନହେଲେ ମୁଁ ଚୁପ୍ ହେଇ ବସିବିନି। ଚାଲ ମା ଘରକୁ ଯିବା। ଏ ଚଢ଼େଇର ଏତେ ସାହସ, ମତେ ଧମକ ଦେଇ ଚାଲିଗଲା। ମୋ ସ୍ୱାମୀ ଘରକୁ ଆସନ୍ତୁ। ଏ ଚଢ଼େଇଠୁ ମୁଁ ମୋ ଅପମାନର ପ୍ରତିଶୋଧ ନେଇକି ରହିବି। ଏମିତି କିଛି ଦିନ ବିତିଗଲା। ଦିନେ ଚଢ଼େଇ ଛୁଆ ପାର୍କରେ ବସି ଖେଳୁଥିଲା। ସେହି ସମୟରେ କାଉ ଛୁଆ ତା ପାଖକୁ ଆସିଲା। ଏ ଦୋଳି ଆଉ ଏ ପାର୍କ ମୋ ଘର ପାଖରେ। ଏ ଦୋଳିରେ ବସି ଖେଳିବାର ପ୍ରଥମ ଅଧିକାର ମୋର ଅଛି, ବୁଝିଲୁ? ତୁ ଏବେ ଦୋଳିରୁ ଶୀଘ୍ର ଓହ୍ଲା, ମୁଁ ଏ ଦୋଳିରେ ବସି ଖେଳିବି। ମୋ ମା କହିଛନ୍ତି ଏ ପାର୍କ ହେଉଛି ସମସ୍ତଙ୍କର। ମୁଁ ଆଗ ଆସିଛି, ମୁଁ ଦୋଳି ଖେଳି ସାରେ ତାପରେ ତୁ ଖେଳିବୁ। ତୁ ଏମିତି ମୋ କଥା ଶୁଣିବୁନି ନା? ଦେଖେ ମୁଁ ଏବେ କେମିତି ତତେ ଦୋଳିରୁ ଓହ୍ଲାଉଛି। ତାପରେ କାଉ ଛୁଆ ନିଜେ ହିଁ ଧୂଳି ମାଖି କାନ୍ଦି କାନ୍ଦି ଘରକୁ ଗଲା। ଆରେ ମା ତୋ ଦେହରେ ଏତେ ଧୂଳି କେମିତି ଲାଗିଲା? ଆଉ ତୁ କାନ୍ଦୁଛୁ କାହିଁକି? ମା ମୁଁ ପାର୍କରେ ବସି ଦୋଳି ଖେଳୁଥିଲି, ସେତେବେଳେ କୁନି ମୋ ପାଖକୁ ଆସି ମତେ ଦୋଳିରୁ ଓହ୍ଲେଇବାକୁ କହିଲା। ମୁଁ ଦୋଳିରୁ ନ ଓହ୍ଲେଇବାରୁ ସେ ମତେ ଧକ୍କା ଦେଇ ତଳେ ପକେଇଦେଲା। ମତେ ଭାରି କଷ୍ଟ ହେଲେ ବି କୁନି ମତେ ଜମା ସାହାଯ୍ୟ କଲା ନାହିଁ। ମୁଁ ଅନେକ କଷ୍ଟ କରି ଘରକୁ ଆସିଛି। ମା କଣ ହେଲା? କୁନି ତତେ ଧକ୍କା ଦେଇ ତଳେ ପକେଇଦେଲା? ସେ କୁନିକୁ ମୁଁ ଆଜି ଛାଡ଼ିବିନି, ତାକୁ ଉଚିତ ଶିକ୍ଷା ଦେଇକି ରହିବି। ଚାଲ ଆମେ ଏବେ ହିଁ ପାର୍କ ଯିବା। ଆରେ ମା କଣ ହେଲା? ତୁ ଏମିତି ମନ ଦୁଃଖରେ କାହିଁକି ବସିଛୁ? ମା କିଛି ସମୟ ଆଗରୁ ଚିକି ଏଠାକୁ ଆସିଥିଲା। ସେ ମତେ ଦୋଳିରୁ ଓହ୍ଲେଇବାକୁ କହିଲା। ମୁଁ ରାଜି ନ ହେବାରୁ ସେ ନିଜେ ହିଁ ତଳେ ପଡ଼ି ଧୂଳି ମାଖି ତା ମାକୁ ଡାକିବା ପାଇଁ ଯାଇଛି। ବିଶ୍ୱାସ କର ମା, ମୁଁ ତା ସହ କିଛି ବି କରିନି। ମୁଁ ଜାଣେ ରେ ମା, ତୁ ଏମିତି କାମ କେବେ ବି କରିବୁନି। ଆଉ ମନ ଦୁଃଖ କରନି, ଆଉ ଘରକୁ ଯିବା। ରହିଯା ଚଢ଼େଇ ଛୁଆ, ମୋ ଝିଅକୁ ମାରି ଏବେ ଘରକୁ ଯାଉଛୁ ନା? ମୁଁ ଆଜି ତତେ ଛାଡ଼ିବିନି। ଆଜି ତତେ ମୁଁ ଉଚିତ ଶିକ୍ଷା ଦେଇକି ରହିବି।
ମୋ ଝିଅ ତମ ଝିଅର କିଛି ବି କ୍ଷତି କରିନି। ତମ ଝିଅ ତମକୁ ସବୁ ମିଛ କଥା କହିଛି। ଶୁଣ କାଉ ଭଉଣୀ, ମୋ ଝିଅ ଦେହରେ ହାତ ଦେଲେ ମୁଁ ଚୁପ୍ ହେଇ ବସିବିନି। ମୁଁ ତୁମ ହାତ ଭାଙ୍ଗିଦେବି, ବୁଝିଲ? ମତେ ଦୁର୍ବଳ ଭାବିବନି। ମୋ ଝିଅର କିଛି କରିବା ପୂର୍ବରୁ ତମକୁ ମୋ ସହ ଲଢ଼େଇ କରିବାକୁ ପଡିବ। ଆଚ୍ଛା ତେବେ ମୁଁ ତତେ ଆଗ ମାରିବି, ତାପରେ ତୋ ଝିଅକୁ ମାରିବି। ଏମିତି କହି କାଉ ଚଢ଼େଇକୁ ଗୋଟେ ଚାପୁଡ଼ା ମାରିଲା। ଚଢ଼େଇ ବି କାଉକୁ ଗୋଟେ ଚାପୁଡ଼ା ମାରିଲା। ଧୀରେ ଧୀରେ ଦୁଇଜଣଙ୍କ ଭିତରେ ଖୁବ୍ ଜୋରେ ଲଢ଼େଇ ହେଲା। କାଉ ସେ ଲଢ଼େଇରେ ପାରିଲାନି। ସେ ଧଇଁ ସଇଁ ହେଇ କହିଲା, ଛାଡ଼ିବିନି, ମୁଁ ତମ ମା ଝିଅକୁ ଛାଡ଼ିବିନି। ଏ ମାଡ଼ର ପ୍ରତିଶୋଧ ମୁଁ ନେଇକି ରହିବି। ଆରେ କଣ ହେଲା? ମୋ ସୁନ୍ଦରୀ ସ୍ତ୍ରୀ ଆଖିରେ ଏମିତି ପାଣି କିଏ ଦେଲା? ମତେ ତା ନାଁ କହ, ମୁଁ ତାକୁ ଜମା ବି ଛାଡ଼ିବିନି। କାଉର ସ୍ତ୍ରୀ ତା ସ୍ୱାମୀକୁ ସବୁ ଘଟଣା କହିଲା। କଣ ହେଲା? ସେ ଛୋଟ ଚଢ଼େଇର ଏତେ ସାହସ? ସେ ତତେ ମାରିଲା? ମୁଁ ସେ ଜାଗାରେ ଥିଲେ ଚଢ଼େଇକୁ ଜୀବନରୁ ମାରି ଦେଇଥାନ୍ତି। ତୁ ଆଉ ମନ ଦୁଃଖ କରନି। ମୁଁ ସେ ଚଢ଼େଇକୁ ଏମିତି ଶିକ୍ଷା ଦେବି, ସେ ଜୀବନ ସାରା ଭୁଲି ପାରିବନି। ତାପରେ କାଉ ଚଢ଼େଇର ଘରକୁ ଯାଉଥିଲା। ସେତେବେଳେ ସେ ଦେଖିଲା ଗୋଟେ ଗଛ ତଳେ କିଛି ଦାନା ପଡ଼ିଛି। ଏ କଣ? ଗଛ ତଳେ ଏତେ ଦାନା କିଏ ପକେଇଛି? ମୁଁ ଯାଏ ସବୁ ଦାନା ନେଇ ଆସେ। ଆରେ ଆରେ, ସେ ବୁଦା ତଳେ କିଏ ଲୁଚିଛି ନା? ଇଏ ତ ଶିଆଳ। ଓ, ଏ ଶିଆଳ ତାହେଲେ ଶିକାର କରିବା ପାଇଁ ଏମିତି ଗଛ ତଳେ ଦାନା ରଖିଛି। ଚଢ଼େଇକୁ ଉଚିତ ଶିକ୍ଷା ଦେବା ପାଇଁ ମତେ ଏକ ଉପାୟ ମିଳିଗଲା। ଚଢ଼େଇର ଆଜି ଶେଷ ଦିନ। ହା ହା ହା। ଏମିତି କହି କାଉ କିଛି ଲାଲ ଲଙ୍କା ଧରି ମିଟୁ ପାଖକୁ ଗଲା। ଆରେ ମିଟୁ, ମୁଁ ଜାଣେ ତତେ ଲାଲ ଲଙ୍କା ଖାଇବାକୁ ଭାରି ଭଲ ଲାଗେ। ଏଇ ଦେଖେ, ମୁଁ ତୋ ପାଇଁ କେତେ ସାରା ଲାଲ ଲଙ୍କା ଆଣିଛି। ତୁ ସତ କହୁଛୁ? ଦେ ଦେ କାଉ, ମତେ ଶୀଘ୍ର ସେ ଲଙ୍କା ଦେ। ହଁ ହଁ, ମୁଁ ତତେ ସବୁ ଲଙ୍କା ଦେବି। ତା ପୂର୍ବରୁ ତତେ ମୋର ଗୋଟେ କାମ କରିବାକୁ ପଡ଼ିବ। ତୁ ଯାହା କହିବୁ ମୁଁ ତାର ସବୁ କାମ କରିଦେବି। କାଉ ତା ଯୋଜନା କଥା ମିଟୁକୁ କହିଲା, ଆଉ ତାକୁ ଲାଲ ଲଙ୍କା ଦେଲା। ତାପରେ ମିଟୁ ଚଢ଼େଇ ପାଖକୁ ଗଲା। ଆରେ ଚଢ଼େଇ, ତୁ ଖାଇବା ଆଣିବାକୁ ଯାଉଛୁ କି? ହଁ ମିଟୁ ଭାଇ, ମୁଁ ଏବେ ହିଁ ବାହାରକୁ ଯାଉଥିଲି। ଚଢ଼େଇ, ତତେ ଆଉ କଷ୍ଟ କରିବାକୁ ପଡ଼ିବନି। ଆମ ଜଙ୍ଗଲରେ ଯୋଉ ବଡ଼ ବରଗଛ ଅଛି, ତା ତଳେ ଅନେକ ଦାନା ପଡ଼ିଛି। ମୁଁ କିଛି ଦାନା ସେ ଗଛ ତଳୁ ଆଣିଛି। ତୁ ବି ଯା, ସେ ଗଛ ତଳୁ ଦାନା ନେଇ ଆସିବୁ। ଚଢ଼େଇ ମିଟୁର କଥାକୁ ବିଶ୍ୱାସ କରି ସେ ବରଗଛ ପାଖକୁ ଗଲା। ହଠାତ୍ ତା ଉପରେ ଏକ ଜାଲ ପଡ଼ିଲା। ବୁଦା ଭିତରୁ ଶିଆଳ ବାହାରି ଚଢ଼େଇକୁ ମାରି ନିଜ ସାଙ୍ଗରେ ନେଇଗଲା। ଏ ସବୁ ଦୂରରୁ ଦୁଇ କାଉ ଦେଖୁଥିଲେ। ଯାହା ହଉ, ଜଣଙ୍କ ପାଖରୁ ପ୍ରତିଶୋଧ ନେଇ ପାରିଲେ। ଏବେ ଚାଲ ତା ଝିଅକୁ ମାରି ତା ମା ପାଖକୁ ପଠେଇଦେବା। ଦୁଇ କାଉଙ୍କ ସବୁ କଥା ମିଟୁ ଛୁଆ ଶୁଣୁଥିଲା। ସେ ଶୀଘ୍ର କୁନି ପାଖକୁ ଗଲା। କୁନି, ତୋ ମାଙ୍କୁ ଶିଆଳ ଖାଇଦେଲା। ଏ ସବୁ କିଛି ନା ଦୁଷ୍ଟ କାଉ ଅଙ୍କଲ ଆଉ ସେ କାଉ ଆଣ୍ଟିଙ୍କ କାମ। ସେମାନେ କହୁଥିଲେ ସେମାନେ ଏବେ ତତେ ମାରିବେ। ତୁ ଯେତେ ଶୀଘ୍ର ପାରୁଛୁ ଏ ଜାଗା ଛାଡ଼ି ଚାଲିଯା। ଏମିତି କହି ମିଟୁ ଛୁଆ ସେଠାରୁ ଉଡ଼ି ଚାଲିଗଲା। କୁନି ତା ମାକୁ ହରେଇ ଅନେକ କାନ୍ଦୁଥିଲା। ସେତେବେଳେ କାଉମାନେ ତାକୁ ମାରିବା ପାଇଁ ତା ପାଖକୁ ଆସିଲେ। କାଉ ମାନଙ୍କୁ ଦେଖି ଚଢ଼େଇ ଛୁଆ ଭୟରେ ଜୋର ଜୋରରେ ଉଡ଼ି ସେଠାରୁ ଚାଲିଗଲା। ଏଇ ରହ ରହ କହୁଛି, ଯାଉଛୁ କୁଆଡ଼େ? ଆଜି ଆମେ ତତେ ଛାଡ଼ିବୁନି, ତତେ ମାରିକି ରହିବୁ। ଆରେ ଶୀଘ୍ର ଶୀଘ୍ର ଉଡ଼ିବାକୁ ଧର। କାଉ ସ୍ତ୍ରୀର ଏମିତି ଧମକ ଶୁଣି ତ କୁନି ଆହୁରି ଜୋରେ ଉଡ଼ିଲା। ସେ ଉଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲା। ଏକ ଘର ଦେଖି ସେ ଘରକୁ ଆସିଲା। ସେଠି ଗୋଟେ ଚିଲ ରହୁଥିଲା। ଆଣ୍ଟି, ଆଣ୍ଟି ମତେ ବଞ୍ଚାଅ, ମତେ ଦୁଇ କାଉ ମାରିଦେବେ, ମତେ ସାହାଯ୍ୟ କର। ଆରେ ତୁ କୁନି ନା? ତୋ ମା କୁଆଡ଼େ ଗଲା? ଆଉ ଦୁଇ କାଉ ତତେ କାହିଁକି ମାରିବେ? ତାପରେ କୁନି କାନ୍ଦି କାନ୍ଦି ଚିଲକୁ ସବୁ ଘଟଣା କହିଲା। ତୁ ଭୟ କରନି ରେ ମା, ମୁଁ ତତେ ସାହାଯ୍ୟ କରିବି। ଦିନେ ତୋ ମା ମୋ ଝିଅର ଜୀବନ ରକ୍ଷା କରିଥିଲା, ମୁଁ ଆଜି ତୋର ଜୀବନ ରକ୍ଷା କରିବି। ଆସନ୍ତୁ ସେ ଦୁଇ କାଉ।
ଚିଲ ଦିଦି, ଏ ଛୁଆ ଆମର, ଆମକୁ ଏ ଛୁଆ ଦେଇଦିଅ, ନହେଲେ ତୁମେ ଏ ଛୁଆକୁ ଖାଇଦିଅ। ମୁଁ ଥାଉ ଥାଉ ତମେ ମାନେ ଏଇ ଛୁଆର କିଛି କ୍ଷତି କରିପାରିବନି, ବୁଝିଲ? ଏ ଚିଲ ଆମ କଥା ଏମିତି ଶୁଣିବନି। ଚାଲ ତାକୁ ମାରିବା, ଆଉ ତାପରେ ସେ ଚଢ଼େଇ ଛୁଆକୁ ମାରିବା। ଚିଲ ଆଉ ଦୁଇ କାଉଙ୍କ ଭିତରେ ଖୁବ୍ ଜୋରେ ଲଢ଼େଇ ହେଲା। ଦୁଇ କାଉ ଚିଲ ସହ ପାରିଲେନି। ଚିଲ ସେ ଦୁଇ କାଉଙ୍କୁ ମାରିଦେଲା। ମା କୁନି, ତୁ ଆଉ କାନ୍ଦିନି। ଯିଏ ଅନ୍ୟର କ୍ଷତି କରିବାକୁ ଚାହେଁ ତା ନିଜର ହିଁ କ୍ଷତି ହୁଏ। ତୋର ବାପା ମା କେହି ନାହାନ୍ତି। ଆଜିଠୁ ତୁ ମୋ ଘରେ ମୋ ଝିଅ ହେଇ ରହିବୁ। ମୁଁ ତୋର ସବୁ କଥା ବୁଝିବି। ଆ ମା, ଘର ଭିତରକୁ ଆ। ସେଦିନ ପରଠାରୁ କୁନି ଚିଲ ଘରେ ରହିଲା। ଚିଲ ଛୁଆ ବି କୁନି ସହ ମିଳିମିଶି ରହିଲା।